ମୋ ନାଁ ମୁରଲୀଧର ପଣ୍ଡା। ମୁଁ ବିଶ୍ୱ ହିନ୍ଦୁ ପରିଷଦର ଘୁମୁସ ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା। ଦୀର୍ଘ 155 ବର୍ଷ 1870 ସେପ୍ଟେମ୍ବର 11 2025 ସେପ୍ଟେମ୍ବର 11 ଘୁମୁସର ଦିବସ ପାଳନ ହେଉଛି। ଏହା ଅତ୍ୟନ୍ତ ଆନନ୍ଦର, ଖୁସିର, ଉତ୍ସାହର ଦିବସ ଯେ କିଛି ଭଞ୍ଜନଗର ଅଞ୍ଚଳର ବୁଦ୍ଧିଜୀବୀ, ବୟୋଜ୍ୟେଷ୍ଠ ଏବଂ ଭଞ୍ଜନଗର ଅଞ୍ଚଳ ପାଇଁ ଚିନ୍ତା କରୁଥିବା କିଛି ଜ୍ଞାନୀ ଗୁଣୀ ଲୋକଙ୍କ ଦ୍ୱାରା ଘୁମୁସର ଉତ୍ସବ ପ୍ରଥମ ଥର ପାଇଁ ଭଞ୍ଜନଗରରେ ପାଳନ ହେଉଛି। ଏଥିପାଇଁ ମୁଁ ସମସ୍ତଙ୍କୁ ସାଧୁବାଦ ଜଣାଉଛି, ଅଭିନନ୍ଦନ ଜଣାଉଛି। ଏ ଘୁମୁସର ମାଟି ହେଉଛି ପ୍ରଥମ ସ୍ୱାଧୀନତା ସଂଗ୍ରାମର ମଞ୍ଜି ବୁଣିଥିବା ବୀର ବିପ୍ଳବୀ ଚକ୍ରାବେଶୀଙ୍କର ମାଟି। ଏ ଘୁମୁସର ମାଟି ହେଉଛି ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଲୋକକଳା, ନାଟ୍ୟ, ଆପଣ ଦେଖନ୍ତୁ ଦାସକାଠିଆ, ଦୁଆରୀ, ଭାରତନୀଳା ଏସବୁର ଜନକ ହେଉଛି ଘୁମୁସର ମାଟି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ମାଟି। ଏ ମାଟି ହେଉଛି ପ୍ରଥମ ଉତ୍କଳ ଓଡ଼ିଶା ଗଠନର ଏନ୍ତୁଡ଼ିଶାଳ, ଯାହାକି 1870 ମସିହାରେ ଭଞ୍ଜନଗରର ମୂଳପିଣ୍ଡ, ଘୁମୁସର ମୂଳପିଣ୍ଡ ଭଞ୍ଜନଗରଠାରେ ଠାକୁରାଣୀବୁଡ଼ିଆଠାରେ 1870 ମସିହାରେ, ଏହି ସେପ୍ଟେମ୍ବର 11 ମସିହାରେ ପ୍ରଥମ ଉତ୍କଳ ପ୍ରଦେଶ ଗଠନର ମୂଳଦୁଆ ପଡ଼ିଥିଲା, ଯାହାକି କୁହାଯାଏ ଉତ୍କଳ ପ୍ରଦେଶ ଗଠନର ଏନ୍ତୁଡ଼ିଶାଳ ହେଉଛି ଏହି ଘୁମୁସର। ତେଣୁ ଏ ମହାନ ବିପ୍ଳବୀ ସାହିତ୍ୟ ଏବଂ ଉତ୍କଳ ପ୍ରଦେଶ ଗଠନର ଏନ୍ତୁଡ଼ିଶାଳ ଘୁମୁସର ଉତ୍ସବ ପାଳନ ହେଉଛି। ଏହା ଅତ୍ୟନ୍ତ ଆନନ୍ଦ ଉତ୍ସାହ। ତେଣୁ ମୁଁ ସମସ୍ତ ଘୁମୁସର ଅଞ୍ଚଳବାସୀଙ୍କୁ ଯିଏ ଯେଉଁଠି ଅଛନ୍ତି ସମସ୍ତଙ୍କୁ ମୁଁ ଆଗ୍ରହ କରୁଛି, ଯେଉଁମାନେ ଭାଗ ନେଇପାରିବେ ବା ଯେଉଁମାନେ ଭାଗ ନେଇପାରୁନାହାନ୍ତି ସମସ୍ତେ ଏହି ଦିନକୁ ମନେ ପକାନ୍ତୁ, ଘରେ ଘରେ ଦୀପ ଲଗାନ୍ତୁ, ହୋମ କଳସ ବାଳନ୍ତୁ, ଯେମିତି ଏକ ଆମର ଉତ୍ସବ, ଘୁମୁସର ଉତ୍ସବ। ତେଣୁ ମୁଁ ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ସାଧୁବାଦ ଜଣାଉଛି, ଆଗ୍ରହ କରୁଛି, ଯିଏ ଯେଉଁଠି ରହିଲେ ମଧ୍ୟ ଉତ୍ସବ ପାଳନ କରନ୍ତୁ। ଜୟ ଘୁମୁସର, ଜୟ ଭଞ୍ଜଭୂମି, ଜୟ ଚକ୍ରାବେଶୀ, ଜୟ ଉତ୍କଳ ପ୍ରଦେଶ।